ରେଷ୍ଟୁରାଣ୍ଟ ଆସୁଛି ସେପଟେ ଗେଟ୍ ପାଖରେ। ଆପଣମାନେ ସମସ୍ତେ ତ ବହୁତ ପ୍ରତିଭାର ଅଧିକାରୀ, ଅଭିଜ୍ଞତା ଆମର ତ ସେ ଅନୁସାରେ କିଛି ନାହିଁ, ଆମେ ଜଷ୍ଟ ଆଡମିନିଷ୍ଟ୍ରେଟିଭ୍ ଅଫିସର। କଥା ହେଉଛି ଏମିତି କଥାରେ କାହିଁକି ଆବଶ୍ୟକତା ପଡ଼ିଲା ଯେ ଆମେ କାହିଁକି ଏମିତି ଜିନିଷରେ କରିବା। ଆପଣମାନେ ମୁଁ ସ୍କୁଲ ବୁଲିଲା ପରେ ମୋର ଅନୁଭୂତି ହେଲା ଯେ ଆମ ପିଲାମାନେ ଯେଉଁ ଅଛନ୍ତି ଦେ ଆର୍ ସ୍ଲୋ ଲର୍ଣ୍ଣର, ଆଉ ତାପରେ ଆମେ ତାଙ୍କୁ ଆଣି ହଷ୍ଟେଲ ରଖିଛୁ। ଆଉ ତାଙ୍କୁ ହଷ୍ଟେଲ ଯଦି ରହିଛନ୍ତି ତାଙ୍କୁ ଆମେ ଏମିତି ଆମ ପିଲାକୁ ଆମେ ହଷ୍ଟେଲ ସ୍କୁଲ ଆସିଲା ପରେ ଘରେ ପାଠ ପଢ଼ାଉଛୁ, ଘରେ ଦେଖୁଛୁ, ଏକ୍ସଟ୍ରା ଟ୍ୟୁସନ୍ ଦେଉଛୁ, ଅଲଗା ଜିନିଷ କରୁଛୁ, ତେଣୁ ଆମ ପିଲାଟି ବେଟର କେୟାର ପାଉଛି ଇନ୍ କମ୍ପେୟାର ଟୁ ଦେମ୍। ପିଲାମାନେ ଯଦି 10ମ ପାସ୍ କରୁଛନ୍ତି ଆମ ସ୍କୁଲରୁ ବା 12th ପାସ୍ କରୁଛନ୍ତି ଆମ ସ୍କୁଲରୁ, ତାଙ୍କର ବାହାରେ ତାଙ୍କର ଯୋଡ଼େ ଜିନିଷ ମୁଁ ତାଙ୍କର ବଡ଼ ଲେଖିକି ଦେଖୁଛି। ଗୋଟେ ହେଉଛି ତାଙ୍କର ଆତ୍ମବିଶ୍ୱାସର ଅଭାବ ରହୁଛି, ଆଉ ଦ୍ୱିତୀୟ ଜିନିଷ ହେଲା ସେମାନେ ସିଷ୍ଟମ୍ ଯାହା ପାଠ ପଢ଼ାଇ ତାକୁ ଠିକ୍ରେ ବୁଝିନାହାନ୍ତି। ଆମେ ତାଙ୍କୁ ଗୋଟେ ପିଲା ଯଦି ଏକ୍ସପୋଜର ନ ମିଳିଲା, ସି କନଫାଇନ୍ ଟୁ ଦ ଫୋର୍ ୱାଲ୍ସ ଅଫ୍ ଦି ସ୍କୁଲ କ୍ୟାମ୍ପସ୍, ତା ବାହାରକୁ ସେ ଆସିପାରିଲାନି, ତାର ଆଉ କୌଣସି ଲୋକ ସେ ଭେଟିବା, ଅଲଗା ଲୋକ ଜାଣିବା, ତା ବାହାରେ ଗୋଟେ ପୃଥିବୀ ଅଛି ସେଠି ଜାଣିବା, ତାହେଲେ ଲିଟିଲ୍ ସ୍କୋପ୍ ପାଖରେ। ତ ଆମ ପାଠ ହିଁ ତାଙ୍କୁ ୱି ହାଭ୍ ଟୁ ଷ୍ଟ୍ରେଙ୍ଗଥେନ୍ ଇଟ୍। ଆମର ଅଧିକା ହାଇ ଏଣ୍ଡ ପାଠ ଦରକାର ନାହିଁ। ଆମେ ଯେମିତି ବାବୁ ପିଲାରେ 90 100% ରଖୁ, ସବୁବେଳେ ଚାହୁଁ ଯେମିତି ଆମେ ପ୍ୟାରେଣ୍ଟ ହିସାବରେ ଚାହୁଁ ମୋ ପିଲାଟା ସବୁବେଳେ 100% ରଖୁ। ଆଟଲିଷ୍ଟ ଆମ ପିଲାଟେ ହି ସୁଡ୍ ନୋ ଦ ବେସିକ୍ସ ଅଫ୍ ଦି ଥିଙ୍ଗସ୍, ଦ୍ୟାଟ୍ ଇଜ୍ ଇମ୍ପୋର୍ଟାଣ୍ଟ। ଆପଣ ଯେତେ ଏତେ ଅଭିଜ୍ଞତା ଅଛି, ଆମେ 10th ନାହିଁ 9th 10th ଦୁଇ ଜଣ ପାଇଁ କରିବା, କାରଣ 10th ପରୀକ୍ଷା ତ ବୋର୍ଡ଼ ପରୀକ୍ଷା ସେମାନେ ଦେବେ, 9th ବି ତାଙ୍କ ପାଇଁ ରିକ୍ୱାର୍ଡ଼ ଅଛି, 9th 10th ଦୁଇଟା ପାଇଁ କରିବା, ଦ୍ୟାଟ୍ ଇଜ୍ ଇମ୍ପୋର୍ଟାଣ୍ଟ। ମୁଁ ତ ବୋର୍ଡ଼ ସେ ସଂଶୟ 3 ବର୍ଷ ଥିଲି, ସ୍କୁଲ ମାସେ ଥିଲାବେଳେ 3 ବର୍ଷ ବୋର୍ଡ଼ର ବିଭିନ୍ନ ଆକ୍ଟିଭିଟିରେ ମୁଁ ଦେଖି ସେଠି। କିନ୍ତୁ ଆମର ପିଲାଙ୍କର କେମିତି କରାଯାଇପାରିବ, ଆପଣମାନେ ତ ହଷ୍ଟେଲ ଦେଖିଛନ୍ତି, ଆମ ଟିଚରମାନେ ଅଛନ୍ତି, ଏଠି ଆମ DI ଅଛନ୍ତି, ରିକାର୍ଡ଼ ମାଷ୍ଟର ଅଛନ୍ତି, ଆପଣମାନେ ମଧ୍ୟ କଲେଜରେ ପଢ଼ିଛନ୍ତି, କଲେଜରେ ଥିଲେ, ପ୍ରିନ୍ସିପାଲ ଥିଲେ, ଟିଚର ଥିଲେ, ସେଠି ବି ଆମର ଟ୍ରାଇବାଲ ହଷ୍ଟେଲ ମାନେ ଅଛି। ସେ ପିଲାଙ୍କ ପାଇଁ କ'ଣ କରାଯାଇପାରିବ, ଦ୍ୟାଟ୍ ଇଜ୍ ଇମ୍ପୋର୍ଟାଣ୍ଟ। କେମିତି କଲେ ସେମାନେ ଟିକେ ବୁଝିପାରିବେ ସେ ଜିନିଷ। ପିଲାମାନେ କିଛି ଆମର ପିଲା ଆସୁଛନ୍ତି, ହଷ୍ଟେଲ ରହୁଛନ୍ତି, ଖାଉଛନ୍ତି, ପିଉଛନ୍ତି, ସରିଗଲା ପାଠ ଘରକୁ ପଳାଉଛନ୍ତି, ସରିଲା ଗଲା, ତାଙ୍କୁ ଆଉ ସେଠି ମନିଟରିଂରେ କେହି ନାହାନ୍ତି, ତାଙ୍କୁ କ'ଣ କଲେ କ'ଣ ନାହିଁ ତାର ଆଉ ଫଲୋ କରିପାରୁନି। ବର୍ଷକୁ 2 ଥର ଭେକେସନ୍, ଗୋଟେ ଖରା ଭେକେସନ୍, ଗୋଟେ ୱିଣ୍ଟର ଭେକେସନ୍ରେ ଯାହା ଦଶହରା ଭେକେସନ୍ ଘରକୁ ଗଲେ କଲେ, ଅଲଗା ଟାଇମ୍ରେ ତାଙ୍କର କିଛି ଗାଇଡାନ୍ସ କୋର୍ଟ ନାହିଁ, ଘରକୁ ଗଲେ ସେମାନେ ପାଠ କେହି ଗାଇଡ଼ ନାହାନ୍ତି କରିବା ପାଇଁ। ଆମେ ଯେ ମଡୁଲ ବନେଇବା, ପିଲା ଯଦି ବେସିକ୍ ଜିନିଷ ଠିକ୍ ଜାଣିବ, ଦ୍ୟାଟ୍ ଇଜ୍ ଇମ୍ପୋର୍ଟାଣ୍ଟ। ପିଲା ଯଦି ଠିକ୍ ଜାଣିଲା, ସାଇକେଲ ଯେମିତି ଚଳିଲା ବେଳେ ଆମେ ଦେଖିଛୁ ଫାଷ୍ଟ ଚଲେଇବାଟା କଷ୍ଟ ଲାଗେ, ଟିକେ ଚଳିଲା ପରେ ଅଟୋମେଟିକାଲି ଆମେ ଚାଲିବ ସିଏ, ତାର ଆଉ କିଛି ଆବଶ୍ୟକତା ନାହିଁ। ଯଦି ପିଲାଟା ଯେମିତି ସେଇ ବେସିକ୍ ସ୍କିଲ୍ଟା ଶିଖିବାର ମାଧ୍ୟମରେ ଶିଖେଇ ଦେଇପାରିଲେ ଆମର ବହୁତ ବଡ଼ ଏଫର୍ଟ। ତାକୁ ଆପଣମାନେ ଏଠି ବନେଇବେ ଯେତିକି, ତାକୁ ଇଟ୍ ସୁଡ୍ ବି ଭେରି ଇଜି ଆଣ୍ଡ ଲୁସିଡ୍, ପିଲା ବୁଝିବା ପାଇଁ ଯେମିତି ଗୋଟେ ସେଲ୍ଫ ଲର୍ଣ୍ଣିଂ ଭଳିଆ ହେଇପାରିବ। ଇଟ୍ ସୁଡ୍ ବି ଭେରି ଲୁସିଡ୍, ଯେମିତି ଗପ ବହି ପଢ଼ିଲା ଭଳିଆ ୟୁ ୱିଲ୍ ଏନ୍ଜୟ ଇଟ୍। ତାକୁ ଦେଲେ ସେ ପଢ଼ିପାରିବ। ଆଉ ଟିଚରମାନେ ଯେଉଁମାନେ ଅଛନ୍ତି ସେମାନେ ତ ବହି ପଢ଼ାଉଛନ୍ତି, ଆଜିକାଲି ତ ଟ୍ରେନ୍ ଟିଚର ସମସ୍ତେ ପ୍ରାୟ ସମସ୍ତେ ପାଠ ପଢ଼ାର ପେଡାଗୋଜି ଉପରେ ଆଇଡ଼ିଆ ଅଛି, ସେମାନେ ପଢ଼ିପାରିବେ, ଇସ୍ୟୁ ନୁହେଁ ସେଟା। କିନ୍ତୁ ପିଲାକୁ ଧରିବା, ଦ୍ୟାଟ୍ ଇଜ୍ ଇମ୍ପୋର୍ଟାଣ୍ଟ। ସେଇ ଜିନିଷଟା ପାଇଁ ଆପଣ ଯଦି କିଛି କଣ୍ଟ୍ରିବ୍ୟୁଟ୍ କରିପାରିବେ, ଯେଉଁ ୱାର୍କସପ୍ 3 ଦିନ କରିବା ଏଠି, ଆମେ ଦେଖିବା କେମିତି କ'ଣ କରାଯାଇପାରିବ। ଯଦି ଭେରି ସିମ୍ପଲ୍, ଭେରି ଲୁସିଡ୍ ମ୍ୟାନର୍ରେ ବନେଇବା, ଟିଚରମାନେ ତାକୁ ଆମେ କାଶୀ ମଡ଼େଲ୍ ଆପଣ ବନେଇଲା ପରେ ଆମେ ପୁଣି ଭାବିଛୁ ଯେ ବନେଇଲା ପରେ ଆପଣଙ୍କୁ ପୁଣି ଥରେ ଡାକିବୁ, ସେ ମଡ଼େଲ୍ ପାଇଁ 40ଟା ଟିଚର ଡାକିବୁ, ସେମାନେ ଏଠି ଆମେ ତାଙ୍କୁ ବତେଇବା କେମିତି କ'ଣ ହେଇଛି। ସେମାନେ ଯଦି କିଛି ଇମ୍ପ୍ରୁଭମେଣ୍ଟ ଦେବେ ବି ୱିଲ୍ ଇନକର୍ପୋରେଟ୍। କେମିତି ଗୋଟେ କାହିଁକି ଗୋଟେ ବହି ପିଲା ପାଖକୁ ଗଲାବେଳକୁ ଆଟଲିଷ୍ଟ ଯେତେ ଆମେ ଟ୍ରାଏଲ୍ ତା ଦେହରେ କରିବା, ସେଇଟା ଆପେ ବେଟର୍ ସବୁ। ଆମେ ଏଠି ଆପଣମାନେ ସେ ଲେବୁଲ୍ରେ ବହୁତ ସାର୍ମାନେ ଅଛନ୍ତି ଯେଉଁମାନେ କି କଲେଜରେ ପଢ଼େଇଛନ୍ତି, ସ୍କୁଲ ଲେବୁଲ୍ର ସେ ବିଷୟରେ ତାଙ୍କର ଆଇଡ଼ିଆ କମ୍ ଥିବ, ମାନେ ସେଭଳିଆ 9th 10th ପିଲାଙ୍କ ପାଇଁ ବା ଆମର ଯେଉଁ ପିଲାମାନେ ଅଛନ୍ତି ତାଙ୍କ ପାଇଁ ସେମିତି ଆଇଡ଼ିଆ କମ୍ ଥିବ। ସେ କୋର୍ସ ତ ଆପଣମାନେ ଜାଣିଥିବେ, ସାର୍ ବି ଅଛନ୍ତି, ତ ଦେଖି କେମିତି କ'ଣ କରାଇବ, ଦାଦା ପ୍ଲିଜ୍ ୱାର୍କଆଉଟ୍ କରନ୍ତୁ। ଯଦି ଏଇଟା ହେଇପାରିଲା ଆମେ ସକ୍ସେସଫୁଲ୍ ହେବା ମିଶନରେ, ତାହେଲେ ଗ୍ରେଟ୍ ହେଲ୍ପ ଟୁ ଟ୍ରାଇବାଲ ଷ୍ଟୁଡେଣ୍ଟସ୍। କ'ଣ ଟିକେ କୁହନ୍ତୁ, କେଉଁଠି ଟ୍ରାଏ କଲେ କି କ'ଣ? ମୁଁ ଗଭର୍ଣ୍ଣମେଣ୍ଟ କଲେଜରେ ଥିଲି, ଗଭର୍ଣ୍ଣମେଣ୍ଟ କଲେଜ ଅନୁଗୁଳ। ସାର୍ ଲିଡର ସାର୍ ରସିକ ପ୍ଲିଜ୍।
नगेंद्र कुमार मिश्र रिटायर्ड हेडमास्टर टीम एकेडमी रजनी बल्लभ दास किस दिन थे विभिन्न कॉलेज रे स्टेट जेहेतु ओएस रे थे विभिन्न कॉलेज रे टीचिंग इम्पार्ट करी रेवेन्सा कॉलेज प्राय 10 वर्ष रहा पर किसी दिन पूरी कॉलेज रे प्रिंसिपल रिटायरमेंट सर प्रसन्न कुमार नंद रिटायर्ड टीचर ओडिशा पुलिस स्कूल मु नित्यानंद सेनापति मु ओएस रे गवर्नमेंट कॉलेज रे थी विभिन्न कॉलेज रही लास्ट को रेवेन्सा रे बहुत दिन रही कॉलेज तापर यूनिवर्सिटी किंतु लास्ट वर्षटा जहाँ कहले आम रजनी बाबू आम क्लासमेट तेणु आम खलीकोट कॉलेज मुझे रिटायर कली खलीकोट कॉलेज आउ बोर्ड सहित करिकुलम विभिन्न संश्लिष्ट बर्तमान सुधा भी अच्छी त्रिलोचन समस्त अन्य ना गोटे पिला छोट पिलाटी मुझे गाँव से आसे पढ़ा